ଓଡ଼ିଶାରେ ବଢ଼ିବ ଡପ୍ଲର ରାଡାର ସଂଖ୍ୟା। ବାତ୍ୟା ବର୍ଷା ଆସିବା ପୂର୍ବରୁ ମିଳିବ ସଠିକ୍ ସୂଚନା। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଏବଂ ପାଣିପାଗ ସୂଚନା ବ୍ୟବସ୍ଥାକୁ ଦୃଢ଼ୀଭୂତ କରିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟରେ ବର୍ତ୍ତମାନ 2ଟି ଡପ୍ଲର ରାଡାର କାର୍ଯ୍ୟକ୍ଷମ ଥିବାବେଳେ ଆଗାମୀ ଦିନରେ ଆଉ 3ଟି ନୂଆ ଡପ୍ଲର ରାଡାର କାର୍ଯ୍ୟକ୍ଷମ କରାଯିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି। ନୂଆ ରାଡାର ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ ପାଣିପାଗର ପୂର୍ବାନୁମାନ ଆହୁରି ସହଜ, ଦ୍ରୁତ ଓ ସଠିକ୍ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ବାଲେଶ୍ୱରରେ ଏକ ଡପ୍ଲର ରାଡାର ପ୍ରତିଷ୍ଠା କାର୍ଯ୍ୟ ଚାଲିଥିବା ବେଳେ ଆଗାମୀ କିଛି ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବ। ସେହିପରି ଭୁବନେଶ୍ୱରରେ ମଧ୍ୟ ଡପ୍ଲର ରାଡାର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ପୁରୀରେ ଆଉ ଏକ ନୂଆ ଡପ୍ଲର ରାଡାର ସ୍ଥାପନ ପାଇଁ ଯୋଜନା ହୋଇଛି। ବାତ୍ୟା, ଅତି ପ୍ରବଳ ବର୍ଷା ଓ ଅନ୍ୟାନ୍ୟ ଚରମ ପାଣିପାଗ ସମୟରେ ଡପ୍ଲର ରାଡାର ଗୁରୁତ୍ୱପୂର୍ଣ୍ଣ ସୂଚନା ବିଶେଷ କରି ଦେଇପାରିବ। ଏହା ଫଳରେ ବିପଦ ଆସିବା ପୂର୍ବରୁ ଲୋକଙ୍କୁ ଆଗୁଆ ସତର୍କ କରାଯାଇପାରିବ। ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ଡପ୍ଲର ରାଡାର ନେଟୱାର୍କ ବଢ଼ିବା ଦ୍ୱାରା ବିପର୍ଯ୍ୟୟ ପରିଚାଳନା ଆହୁରି ଦକ୍ଷ ଓ ସୁଦୃଢ଼ ହେବ। ଆଗୁଆ ସତର୍କ ସୂଚନା ମିଳିବା ଦ୍ୱାରା ସମ୍ଭାବ୍ୟ ଧନଜୀବନ ଓ ସମ୍ପତ୍ତି କ୍ଷୟକ୍ଷତିକୁ ମଧ୍ୟ ବହୁମାତ୍ରାରେ କମାଇ ହେବ।